ଜଣଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଅଛି ଯେ 2 ନମ୍ବର ସ୍ଥାନ ମାନେ ସିଲଭର ମେଡାଲ କିଏ ପାଇବ ଗୋଲ୍ଡରେ ତ ଆମେ ଅଛୁ ନା ସିଲଭର ମେଡାଲ ପାଇଁ କମ୍ପିଟିସନ ତ ସିଲଭର ଆଉ ବ୍ରୋଞ୍ଜ ପାଇଁ କମ୍ପିଟିସନ ଅଛି ସିଲଭର ବ୍ରୋଞ୍ଜ ସେଥିରେ ଆମର କହିବାର କ'ଣ ଅଛି ସେମାନେ ସିଲଭର ପାଆନ୍ତୁ କି ବ୍ରୋଞ୍ଜ ପାଆନ୍ତୁ ଆମର ସେଥିରେ କହିବାର କିଛି ଆର ଥର ଗୋଟେ କମିଟି କରିଥିଲେ ଯେ କମିଟି କ'ଣ ହବ ସବୁ ଫୁସେଇବ କ'ଣ କରିବା ସେ ତାଙ୍କର ଇଚ୍ଛାର ମାଲିକ ଲୋକେ ଭୋଟ ଦେଇଛନ୍ତି କ'ଣ କରିଛନ୍ତି ସେ କଥାଟା ସେ କୋଉଠି ବୁଝୁଛନ୍ତି କଂଗ୍ରେସର ସଂଖ୍ୟା ଅଛି ଅନାସ୍ଥା ଆଣିପାରିବା ମିନିମମ୍ 15 ଦରକାର ତାଙ୍କର ଅଛନ୍ତି ଏ ଲୋକଙ୍କୁ ମାନେ ଭୁଆଁ ବୋଲି କମ୍ୟୁନିଷ୍ଟ ଆଣନ୍ତୁ ଆଣିଲେ କ'ଣ ହେଇଯିବ ଜଣଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଅଛି ଯେ 2 ନମ୍ବର ସ୍ଥାନ ମାନେ ସିଲଭର ମେଡାଲ କିଏ ପାଇବ ଗୋଲ୍ଡରେ ତ ଆମେ ଅଛୁ ନା ସିଲଭର ମେଡାଲ ପାଇଁ କମ୍ପିଟିସନ ତ ସିଲଭର ଆଉ ବ୍ରୋଞ୍ଜ ପାଇଁ କମ୍ପିଟିସନ ଅଛି ସିଲଭର ବ୍ରୋଞ୍ଜ ସେଥିରେ ଆମର କହିବାର କ'ଣ ଅଛି ସେମାନେ ସିଲଭର ପାଆନ୍ତୁ କି ବ୍ରୋଞ୍ଜ ପାଆନ୍ତୁ ଆମର ସେଥିରେ କହିବାର କିଛି ଲୋକଙ୍କ ପଇସାରେ ବିଧାନସଭା ଚାଲୁଛି ତୁମେ ମୁଦ୍ଦା ନଥାଇକିରି କେତେବେଳେ ବିଧାନସଭା ବନ୍ଦ କରାଯାଏ ଆମେ ବି କରୁଥିଲୁ ବିଧାନସଭା ବନ୍ଦ କିନ୍ତୁ କେତେବେଳେ କରାଯାଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ଇସ୍ୟୁରେ ସରକାର ଯଦି ଆପଣଙ୍କର ବିଷୟରେ ଆଲୋଚନା କରିବାକୁ ନ ଦେବ ତାହେଲେ ଗୃହ ସ୍ଥଗିତ କରାଯାଏ ଆମେ ତ ସବୁ ପ୍ରକାର ଆଲୋଚନା କରିବା ପାଇଁ ମାନେ ପ୍ରସ୍ତୁତ ଅଛୁ କୌଣସି ଆଲୋଚନା ସେମାନେ କରିବା ପାଇଁ ଚାହୁଁଛନ୍ତି ଆମେ ପ୍ରସ୍ତୁତ ଅଛୁ ତାହେଲେ ଗୃହର ହଟ୍ଟଗୋଳର ଆବଶ୍ୟକତା ମନେକର ଆମେ ଚାହୁଁନଥାନ୍ତୁ ଆଲୋଚନା କରି ବିଧାନସଭାଟା କ'ଣ ପାଇଁ ଅଛି ଆଲୋଚନା ପାଇଁ ତ ସେମାନେ ଯଦି କୌଣସି ବିଷୟରେ ଆଲୋଚନା ଚାହୁଁଛନ୍ତି ଏବଂ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ନଥାନ୍ତୁ ତାହେଲେ ହଟ୍ଟଗୋଳର ଆବଶ୍ୟକତା ଅଛି କିନ୍ତୁ ଆମେ ସେମାନଙ୍କର ସମସ୍ତ ବିଷୟ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ସମସାମୟିକ ଘଟଣା ଗୁଡ଼ାକ ଘଟୁଥାଏ ଘଟଣା ଘଟେନି କି ଏଡ଼େ ବଡ଼ 4 କୋଟିର ରାଜ୍ୟ ଘଟଣା କ'ଣ ଘଟିବନି ଘଟଣା ଘଟିବନି ବୋଲି କ'ଣ ତାକୁ ଆମେ ଛାଡ଼ିଦେଲୁ କି ଯେ ଘଟଣାଟା ଘଟେଇଲା ଯେ ଚୋରି କଲା ଯେ ଡକାୟତି କଲା ଯେ କ'ଣ ଗୋଟେ ଅପରାଧ କଲା ତାକୁ ସରକାର କ୍ଷମା ଦେଇଦେଲେ ଛାଡ଼ିଦେଲେ ତାହେଲେ ତମେ କହ କି ନାଇଁ ସରକାର ଏଥିରେ ସମ୍ପୃକ୍ତ ଥିବାରୁ ଆମେ ଆନ୍ଦୋଳନ କରୁଛୁ ସରକାର ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କ'ଣ କଂଗ୍ରେସ ସମୟରେ ଚୋରି ନଥିଲା ଡକାୟତି ନଥିଲା କି ବିଜେଡି ସମୟରେ ଚୋରି ଡକାୟତି ନଥିଲା ବିଜେଡିର ତ ନେତାମାନେ ନିଜେ ପ୍ରକାର ମାନେ ହତ୍ୟାକାଣ୍ଡରେ ସମ୍ପୃକ୍ତ ମହାଙ୍ଗା 3ଟା ମର୍ଡରରେ ଜଣେ ଲୋକ ସମ୍ପୃକ୍ତ ମୋର ଦଳର କିଏ ଯଦି କୌଣସି ଘଟଣାରେ ସମ୍ପୃକ୍ତ ଏବଂ ଆମେ ଦଳର ଲୋକମାନଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହୁଁ ତାହେଲେ ସେମାନେ ଉଠେଇବା କଥା ଘଟଣା ତ ଘଟିବ ଆମେ କ'ଣ ପୁରା ଆମେ କହୁଛୁ କି ଆମେ ପୁରା ସମ୍ପୂର୍ଣ୍ଣ କ୍ରାଇମ ମୁକ୍ତ ଓଡ଼ିଶା କରିଦେଲୁଣି ବୋଲି କ୍ରାଇମ ମୁକ୍ତ ଓଡ଼ିଶା କରିବା କଥା କିନ୍ତୁ ଏଇ 24 ବର୍ଷରେ ତ କ୍ରାଇମ ବଢ଼ିଛି ନା ତାଙ୍କର 24 ବର୍ଷରେ ତ ସେମାନେ କାହିଁ ବ୍ୟତୀତ ହେଉଛନ୍ତି ଏବଂ ସବୁ କ୍ରାଇମ ପଛରେ ସେମାନଙ୍କ ଲୋକ ଯେତେ ବିଲ୍ଡର ତାଙ୍କର ଯେତେ ଅପରାଧିକ ମୂଳକ କାମ କରୁଥିବା ଲୋକ ତାଙ୍କର ତ ଏଇଠି ପ୍ରଶ୍ନ କୋଉଠି ଉଠିଲା ସମ୍ବଲପୁରରେ ବି ତ ତାଙ୍କର ଲୋକ ଅପରାଧ କରୁଥିଲେ ନା ଏବେ ଚୁପଚାପ ଅଛନ୍ତି ଯୋଉଟା ଡରିକିରି ହଉ କି ମାନିକିରି ହଉ ଆଇନକୁ ମାନିକିରି ତାଙ୍କ ଲୋକ ଆଉ ଅପରାଧ କରୁଛୁ ସବୁ ବିଷୟରେ ମୁଖ୍ୟମନ୍ତ୍ରୀକୁ ପଚାରିଲେ ବେଟର ହବ ମତେ କାହିଁ ପଚାରୁଛନ୍ତି ମୁଁ କ'ଣ ଓଡ଼ିଶାର ମୁଖ୍ୟମନ୍ତ୍ରୀ କି ମୁଁ କେବଳ ଗୋଟେ ସାଧାରଣ ବିଧାୟକ ଓଡ଼ିଶା ବିଜେପିରେ କାହାକୁ ବି ପଚାର ଜୟ ମୋ ନିକ୍ ନେମ୍ ଜୟ କାହାକୁ କହିଛି କି ମନ୍ତ୍ରୀ କର ବୋଲିକି ମୁଁ ତ କାହାକୁ ମନ୍ତ୍ରୀ କରିବା ପାଇଁ କହିଯାଇନି କିନ୍ତୁ ମୋର ଇଚ୍ଛା ଅଲଗା ପ୍ରକାର ମୋର ଇଚ୍ଛା ବଢ଼ିଆ ପ୍ରଶାସନ ହୁଅନ୍ତା ବଢ଼ିଆ ଡେଭଲପମେଣ୍ଟ କାମ ହୁଅନ୍ତା ମୋତେ ମନ୍ତ୍ରୀ ହେବାର ମୋର ଲାଳସା ନାହିଁ ବ୍ୟକ୍ତିଗତ ରୂପେ କିନ୍ତୁ ଓଡ଼ିଶାର ଉନ୍ନତି ହୁଅନ୍ତା ଭଗବାନଙ୍କର ଦିଆ ହୁଆ ସବୁକିଛି ଆମ ପାଖରେ ଅଛି ନଦୀ ଅଛି ପାଣି ଅଛି ମାଇନ୍ସ ଅଛି ଫରେଷ୍ଟ ଅଛି ଉର୍ବର ଜମି ଅଛି ତଥାପି ଆମେ ଭାରତର 1 ନମ୍ବର ରାଜ୍ୟ ହେଇପାରୁନୁ ଏଇ ଯେଉଁ ଏରା ଗେରା ରାଜ୍ୟ ମାନେ 1 ନମ୍ବର ରାଜ୍ୟ ହେଉଛନ୍ତି
तो मु चाहूँगी जे ओडिशा 1 नंबर राज्य हो एवं सरकार लक्ष्य रखिंट 2036 पर्यंत ओडिशा को एक विकसित राज्य रूपे छिड़ा करने लगी मु से दिगरे काम करने प्रस्तुत।